ମାଣ୍ଡିଆର ଏଇ ନୂଆ ରେସିପି ଆପଣମାନଙ୍କୁ ତ ନିହାତି ଭାବେ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ଏଇଟା ନା ଖାଇଲେ ଆପଣଙ୍କୁ ଏତେ ଭଲ ଲାଗେ, ମାନେ ମୁସ୍ ମୁସ୍ ଲାଗେ। ଆଉ ମଝିରେ ମଝିରେ ଗୋଟେ ଗୋଟେ ଦାନା ଦାନା ଯେଉଁ ବାଦାମ ପଡ଼ିଛି, ଓହୋ ଆଉ ମୁଁ କ'ଣ କହିବି ଆପଣଙ୍କୁ, ନିହାତି ଭାବେ ଟ୍ରାଏ କରିବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣ ଯାହା ବି ଗୋଟେ ସେଟ୍ କଲେ ଚଳିବ, ମାନେ ଗ୍ଲାସ୍ ନିଅନ୍ତୁ କିମ୍ବା ଗୋଟେ ବାଉଲ୍ ନିଅନ୍ତୁ କିମ୍ବା କପ୍ ନିଅନ୍ତୁ, ଯାହା ବି କରିବେ ସବୁଥିପାଇଁ ସେମ୍ ରଖିବେ। ତ ମୁଁ ଭଜା ବାଦାମ ନେଇଛି, ଆଉ ମାଣ୍ଡିଆର ଚୁନା ନେଇଛି, ଆଉ କିଛି ଗୁଡ଼ ନେଇଛି। ମୁଁ ଆପଣଙ୍କ ସାମ୍ନାରେ ଓଜନ କରିକି ମଧ୍ୟ ଦେଖାଇ ଦେଉଛି। ଆଉ ମେଜରମେଣ୍ଟଟା ଆପଣଙ୍କର ଟିକେ ଆଗ ପଛ ହେଲେ ମଧ୍ୟ ଚଳିବ, କିଛି ଅସୁବିଧା ନାହିଁ। ଦେଖନ୍ତୁ ମୋର ସବୁ ଲଗଭଗ 250 ଗ୍ରାମ ମୁଁ ନେଇଛି। ଯଦି ଟିକେ ଭାଗ ମାପ ଏପଟ ସେପଟ ହେଉଛି ଗୁଡ଼ରେ, ତାହେଲେ ଆପଣଙ୍କର କାଦୁଆ କାଦୁଆ ମଧ୍ୟ ହେଇଯିବ। ସେଇଟା ମୁଁ ଆପଣଙ୍କୁ କହିବି କେମିତି ଆଡ଼ଜଷ୍ଟ କରିବେ। ଏବେ ଯେତିକି ଆପଣ ନେଲେ ମାଣ୍ଡିଆର ଚୁନା, ସେଥିରେ ପାଣି ନେବେ 3/4 କପ୍। କିନ୍ତୁ ସେଇଟା ଆପଣଙ୍କର ଆଗ ପଛ ହେଇପାରେ ଅଳ୍ପ, କିନ୍ତୁ କନସିଷ୍ଟେନ୍ସିଟା ଆପଣ ଦେଖନ୍ତୁ, ମାନେ ବ୍ୟାଟର ଭଳିଆ ହେବନି, ମାନେ ପାଣିଆ ହେବନି କିମ୍ବା ଅଟା ଭଳିଆ ଆପଣଙ୍କର ଏମିତି ହେବନି। ତା'ର ମାନେ ମଝି ମଝିଆଟା ରହିବ। ତ ସେଇଟାକୁ ଟିକେ ଧ୍ୟାନ ଦେଇଥିବେ। ଏବେ କ'ଣ କରିବେ ନା, ତାକୁ କଣ୍ଟିନ୍ୟୁଅସଲି ପାଣି ଦେଇ ଅଳ୍ପ ଅଳ୍ପ ପାଣି ଦେଇ ତାକୁ ଏମିତି ଘାଣ୍ଟିବେ। ଆଉ ଘାଣ୍ଟିବେ ଏଇଥିପାଇଁ ଯେ ତା'ର ଯେମିତି ଲମ୍ପସଟା ନ ରହିବ। ଦେଖନ୍ତୁ କନସିଷ୍ଟେନ୍ସି ଏତିକି ରହିବ, ମାନେ ହାତରେ ଆପଣ କଲେ ଯେମିତି ଗୁଳା ଟାଇପ୍ର ହେଉଥିବ, କିନ୍ତୁ ଟିକେ ପାଣିଆ ଗୁଳା କେମିତି ସେମିତି, କିନ୍ତୁ ବୋହି ନ ଯାଉଥିବ ଯେମିତି ସେଇଭଳିଆ। ଏବେ ଗ୍ୟାସ୍ ଅନ୍ କରିକି ପ୍ୟାନ୍ ବସାଇଦେବା। ଆଉ ପ୍ୟାନ୍ରେ କ'ଣ କରିବା ନା, ଯେଉଁ ଆମେ ଡୋଟା ବନେଇଥିଲେ ତାକୁ ଏମିତି ହାତରେ ଏମିତି ଚିପି 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 ସାଇଜ୍ କରିବେ। ଦେଖନ୍ତୁ ମୁଁ ଆପଣଙ୍କୁ ଯେମିତି ଭିଡ଼ିଓରେ ଦେଖାଉଛି ଆପଣ ସେମିତି ହିଁ ବନେଇବେ, ତାକି ଆପଣଙ୍କର ମଧ୍ୟ ପରଫେକ୍ଟ ବନିବ। ଆଉ ଖାଇବାରେ ନା ମୁଁ ଆପଣଙ୍କୁ କହିବି ପାରିବିନି, ତା ଟେଷ୍ଟଟା ଏତେ ବଢ଼ିଆ ଲାଗୁଥିଲା, ଜଣା ତ ପଡ଼ୁନଥିଲା, ଯେହେତୁ ଘିଅରେ ପୁରା ହେଇଛି, ଜଣା ପଡ଼ୁନଥିଲା ଯେ ମାଣ୍ଡିଆରେ ହେଇଛି ବୋଲି। ଆଉ ଟେଷ୍ଟ ୱାଇଜ୍ ତ ମାଇ ଗଡ଼୍, ମୁଁ ଆପଣଙ୍କୁ ସତରେ କହିପାରିବିନି। ଆଉ ଦେଖନ୍ତୁ ଏବେ ଚାରିପଟେ ଏମିତି ଘିଅ ଟିକେ ଟିକେ ଲଗାଇଦେବେ। ଆଉ ଯଦି ଆପଣ ଏଇଠି ଘିଅ ଖାଉନାହାନ୍ତି, ତାହେଲେ ଆପଣ ବଟରରେ ମଧ୍ୟ କରିପାରିବେ, କିନ୍ତୁ ତେଲରେ ଦେଲେ କ'ଣ ନା, ତା'ର ବାସ୍ନାଟା ସେତେ ଆସେନି। ସେଥିପାଇଁ ମୁଁ ସଜେଷ୍ଟ କରିବି ଆପଣ ଘିଅରେ ହିଁ ବନେଇବେ। ବେଶୀ ତ ପଡ଼ିନି, ଅଳ୍ପ ଅଳ୍ପ କରିକି ପକାଇବେ। ଆଉ ଦୁଇ ସାଇଡ଼୍ ନା ପୁରା କ୍ରିସ୍ପି ହେଲା ଯାଏଁ ବହୁତ କମ୍ ଟାଇମ୍ ଲାଗିବ। ମାଣ୍ଡିଆଟା ସିଝିବା ପାଇଁ କେତେ ସମୟ ଲାଗେ, ତ ବହୁତ କମ୍ ଟାଇମ୍ରେ ହେଇଯିବ। ଆଉ ଏମିତି ଦୁଇ ସାଇଡ଼୍କୁ ଆପଣ ଓଲଟେଇ କରିଦେବେ। ଦେଖନ୍ତୁ ଭାଙ୍ଗି ମଧ୍ୟ ଯିବ, ଗୋଟେ ଗୋଟେ ଜାଗାରେ ଏମିତି ଭାଙ୍ଗିଯିବ, ସେଥିପାଇଁ ଆପଣ ଓରିଡ୍ ହେବେନି, ଚଳିବ ଭାଙ୍ଗିଲେ ବି। ଆଉ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ହେଇସାରିଲା ପରେ ଏମିତି ହେବ ଆପଣଙ୍କର। ତାକୁ ଗୋଟେ ଜାଗାକୁ ନେଇ ଆସିବେ। ମୋର 250 ଗ୍ରାମ ଟୋଟାଲ୍ ଯେତିକି ମାଣ୍ଡିଆ ନେଇଥିଲି, ସେଇଥିରେ ଏମିତି 2ଟା ହେଲା। ଆଉ ଟୋଟାଲ୍ ସେ ସିମିଳି ମୋର ହେଇଛି 21ଟା ଭଳିଆ ହେଇଛି। ସେଇଟା ଆପଣଙ୍କର ଆଗ ପଛ ହେଇପାରେ, କାରଣ ସାଇଜ୍ ଉପରେ ଡିପେଣ୍ଡ କରେ ଆପଣ କେତେ ସାଇଜ୍ ନେଉଛନ୍ତି, କେତେ ବଡ଼ ସାଇଜ୍ କରୁଛନ୍ତି। ଆଉ ଏବେ ଦେଖନ୍ତୁ ଏଇଟା ମୋର ସେକେଣ୍ଡଟା। ଏମିତି ବହୁତ କମ୍ ଟାଇମ୍ ହିଁ ଲାଗୁଛି, ଜମା ଅଧିକ ଟାଇମ୍ ଲାଗିବନି। ଆଉ ଏଇଟାକୁ ହେଇଗଲା, ତାକୁ ଆମେ ସାଇଡ଼୍ କରିଦେବା। ବର୍ତ୍ତମାନ ଆମେ କ'ଣ କରିବା ନା, ଯେଉଁ ଗୁଡ଼ଟା ନେଇଥିଲେ ସେଇ ଗୁଡ଼ଟାକୁ ଏଇଠି ପକାଇଦେବା। ଆଉ ଗୁଡ଼ରେ ଆପଣ ବେଶୀ ନାହିଁ, 1 ଚାମଚ, ଅତି ବେଶୀରେ ବେଶୀ 1 ଚାମଚ ପାଣି ଦେବେ, ଜମା ତାଠୁ ଅଧିକ ପାଣି ଦେବେ ହିଁ ନାହିଁ। ଆଉ ଗୁଡ଼ଟା ତାର ବନେଇବାର ନାହିଁ କି ଅଠା ଅଠା ଏମିତି ଶିରା କିଛି ବି ନାହିଁ, ଜଷ୍ଟ ଖାଲି ଗୁଡ଼ ସହିତ, ମାନେ ଗୁଡ଼ଟା ଆମର ମେଲ୍ଟ ହେବାର ଅଛି ସେତିକି। ଏବେ ଯେଉଁ ରୁଟିଟା ବନେଇଥିଲେ ଯେଉଁ ମାଣ୍ଡିଆରେ, ତାକୁ ଏମିତି ଖଣ୍ଡ ଖଣ୍ଡ କରିଦେବେ ହାତରେ, କିଛି ଦରକାର ପଡ଼ିବନି। ଖଣ୍ଡ ଖଣ୍ଡ କରିକି ତାକୁ ଗ୍ରାଇଣ୍ଡର ଜାର୍ରେ ଏମିତି ପକାଇଦେବେ। ଗ୍ରାଇଣ୍ଡର ଜାର୍ରେ ମାନେ ଯେଉଁ ପାଉଡ଼ର ଯେଉଁଟା ଯେଉଁ ହୁଏ, ମାନେ ମସଲାଟା ସେଥିରେ କରିବେନି, ଆପଣଙ୍କର ଟିକେ ବଡ଼ଟା ଯେଉଁ ସେଥିରେ କରିବେ। ଆଉ ଗୋଟା ଗୁଜୁରାତି ଗୋଟେ, ବେଶୀ ନାହିଁ, ଗୁଜୁରାତି ଗୋଟେ ଏମିତି ଏଇଥିରେ ଗ୍ରାଇଣ୍ଡିଙ୍ଗ ହେବା ପାଇଁ ପକାଇଦେବେ। ଆଉ ଗ୍ରାଇଣ୍ଡିଙ୍ଗ ପରେ ଦେଖନ୍ତୁ ତା'ର ମାନେ ତା'ର ଯେଉଁ ଟେକ୍ସଚର୍ଟା ଏଇ ଟାଇପ୍ର ହେବ, ମାନେ ହାତକୁ ଯେମିତି ଦାନା ଦାନା ଭଳିଆ ଲାଗୁଥିବ ଆପଣଙ୍କର। ଏମିତି ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ବାସ୍ ଏଇ ଟାଇପ୍ର ଆପଣଙ୍କର ବନିବ। ଏଇଟାକୁ ଆମେ କ'ଣ କରିବା ନା, ଯେଉଁ ଗୋଟେ ବାଉଲ୍କୁ ଆମେ ତାକୁ ଟ୍ରାନ୍ସଫର୍ କରିଦେବା। ଏବେ ତା ସହିତ ଆମେ ଯେଉଁ ବାଦାମଟା ମୁଁ ଅଲରେଡ଼ି ଭାଜିକି ନେଇଯାଇଥିଲି, ତ ସେ ବାଦାମ ଭାଜିକି ତା'ର ଚୋପାଟାକୁ ଛଡ଼େଇ ଦେବେ, ତାକୁ ଏଇଠି ଗ୍ରାଇଣ୍ଡରରେ ପକାଇଦେବେ। ଏଇ ଗ୍ରାଇଣ୍ଡରଟା ମୁଁ ଆପଣଙ୍କୁ ଏଇଥିପାଇଁ କହିଲି, ତାକି ଦେଖନ୍ତୁ ଏଇଟା ବି ଏମିତି ଖଣ୍ଡ ଖଣ୍ଡ ହେଇକି ଟିକେ ଟିକେ ରହିବ। ଯଦି ଆପଣ ମସଲାରେ କରୁଛନ୍ତି ନା, ସେ ପୁରା ଫାଇନ୍ ପେଷ୍ଟ ହେଇଯିବ, ଯେଉଁଟାକି ଆମର ଦରକାର ନାହିଁ, ଆମକୁ ଏମିତି ଖଣ୍ଡ ଖଣ୍ଡ ରହିବାର ଅଛି। ତ ତାକୁ ଏଇ ମାଣ୍ଡିଆ ସହିତ ମିଶାଇ ଦେବେ। ଆଉ ଦୁଇଟା ଯାକକୁ ମିଶାଇଲା ପରେ ନା, ତାକୁ ଟିକେ ହାତରେ, ମାନେ ଏମିତି ସ୍ପୁନ୍ରେ ନାହିଁ କି କେଉଁଥିରେ କିଛି ଦରକାର ନାହିଁ, ଆପଣ ହାତରେ ଏମିତି ଟିକେ ଭଲସେ ମିଶାଇ ଦେବେ। ଚକଟି 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 ଏମିତି ମିଶାଇ ଦେବେ। ଦେଖନ୍ତୁ
ବାସ୍ ଏଇଭଳିଆ ଆପଣ ତାକୁ ଭଲସେ ଟିକେ ମିଶାଇ ଦେବେ। ସେପଟେ ଆମର କ'ଣ ଯେଉଁ ଗୁଡ଼ଟା କରିଥିଲେ ତାକୁ ଆମେ ଥଣ୍ଡା ହେବା ପାଇଁ ଛାଡ଼ି ଦେଇଥିଲେ। ଗୁଡ଼ଟା ଅଲରେଡ଼ି ଆମର ଥଣ୍ଡା ହେଇଯାଇଛି। ଏବେ ତାକୁ କ'ଣ କରିବା ନା ସେଇ ଗୁଡ଼କୁ ଏଇଠି ପକାଇଦେବା। ମନେ ରଖନ୍ତୁ ଗୁଡ଼ଟା ଥଣ୍ଡା ହେଲା ପରେ ହିଁ ପକାଇବେ, ନହେଲେ ଆପଣଙ୍କର ହାତ ଲାଗିଯିବ। ଏବେ ଏସବୁକୁ ମିଶାଇବା ପାଇଁ ଆମେ ହାତରେ ଟିକିଏ ହାଲକା ଘିଅ ଦେଇକି ତାକୁ ଏଇଠି ମିଶାଇଦେବା, ତାକି ଆମର ଯେଉଁ ହାତରେ ଲାଗିବନି ବୋଲି। ତ ଏବେ ଦେଖନ୍ତୁ ମୁଁ ଫାଷ୍ଟ ମିଶାଇଦେଲି, ତାପରେ ମୁଁ ଭୁଲି ଯାଇଥିଲି ହାତରେ ଘିଅ ଦେବା ପାଇଁ। ତାପରେ ଏବେ ଟିକିଏ ଘିଅ ଦେଇଦେଲି। ଏବେ କ'ଣ କରିବା ନା ଆମେ ବନେଇବା ସିମିଳି, ଯେଉଁଟାକି କହିବାକୁ ଗଲେ ରାଗି ଲଡ଼ୁ, ମାନେ ସେଇ ସେପ୍ର ଆପଣଙ୍କୁ ଦେବାକୁ ପଡ଼ିବ, ଲଡ଼ୁ ସେପ୍ର ଦେବାକୁ ପଡ଼ିବ। ମୋର ପୂର୍ବ ଭିଡ଼ିଓରେ ଆପଣମାନେ ମାଣ୍ଡିଆର ଲଡ଼ୁ ଯେଉଁଟା ମୁଁ ବନେଇଥିଲି, ବହୁତ ସାରା ଆପଣ ଭଲ ପାଇବା ଦେଇଥିଲେ, ବହୁତ ସାରା ମାନେ କମେଣ୍ଟସ୍ ବି ଆସିଥିଲା। ଆଉ ତ ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଭାବୁଛି ଆପଣ ଏଇଟା ମଧ୍ୟ ନିହାତି ଭାବେ ଘରେ ଟ୍ରାଏ କରିବେ। ଆଉ ତା ଅପେକ୍ଷା ଆର ଟେଷ୍ଟ ନା ବହୁତ ଭଲ ଥିଲା। ଏଇ କେବେ କାଦୁଆ ହେଇଯାଉଛି ନା, ତାହେଲେ ଆପଣ ଗୋଟେ କାମ କରିବେ, ଯେଉଁ ବୁଟ ଡାଲି ଯେଉଁଟା ମାନେ ଆପଣଙ୍କର ଚଟନି ହେଉଛି ସେଇଟାକୁ ଗ୍ରାଇଣ୍ଡ କରିକି ମଧ୍ୟ ପକାଇ ପାରିବେ, ଆସିଯିବ ଆପଣଙ୍କର। ଆପଣ ଏଇଥର ଟ୍ରାଏ କରନ୍ତୁ, କେମିତି ହେଲା ମୋ ସହିତ କମେଣ୍ଟସରେ ସେୟାର କରନ୍ତୁ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।